ओम श्री साई प्रेमात्मने नमः। तुम्हें जदि मोर गुण वर्णना करने को चाह तेबे मते प्रेम स्वरूप बोली कहले सबुठु भल वर्णना हेब। यह कहती बाबा से प्रेम स्वरूप वा प्रेमात्मा तांकर प्रेम सकल क्षुदार्थ ओ दुखार्थ पाई, सकल साधक ओ संसारी पाई, सरल ओ मधुर लोक पाई, मुनि ओ ऋषिंक पाई समान भावरे अवारित। से कहती मो पाखकु दुख भार आण आ मो ठारु निय आनंद ओ संतोष। बाबा तांकर संतान माने ସବୁ ସମୟର ସବୁ ଦେଶର ଖରା ବର୍ଷାରେ ଠିଆ ହୋଇ ରହିବା, କ୍ଷୁଧା ଓ ବେଦନାରେ ବ୍ୟଥିତ ହେବା ଦେଖିଲେ ସହିପାରନ୍ତି ନାହିଁ। ବାବା କହନ୍ତି ମା ଗର୍ଭଧାରଣର ସକଳ ବେଦନା ଓ ପ୍ରସବ କରିବାର ସମସ୍ତ କଷ୍ଟ ସହେ, ମାତ୍ର ତାକୁ ଏତିକି କଷ୍ଟ ଦେଉଥିବା ପୁତ୍ର କନ୍ୟାର କଦାପି ଅମଙ୍ଗଳ ଚାହେଁ ନା। ସେ ସେମାନଙ୍କର କେବଳ ମଙ୍ଗଳ ହିଁ ଚାହେଁ। ସେହିପରି ତୁମେ ମୋ ଉପରେ ଯେତେ ଦୁଃଖ ଭାର ଓ ଯେତେ ଦୁଶ୍ଚିନ୍ତା ଦେଲେ ମଧ୍ୟ ମୁଁ ସେସବୁ ବହନ କରିବି। ତୁମେ ଯେତେ ଖରାପ ଆଚରଣ ଦେଖାଇଲେ ମଧ୍ୟ ମୁଁ ତୁମର ମଙ୍ଗଳ କାମନା କରି ଆଶୀର୍ବାଦ କରୁଥିବି। ତାଙ୍କର ଏହି ସତ୍ୟସାଇ ରୂପ ଗ୍ରହଣ କରିବା ଏବଂ ଏହି ପ୍ରେମର ବ୍ରତ ଗ୍ରହଣ କରିବା ହିଁ ତାଙ୍କ ଅମର ପ୍ରେମର ପରିଚୟ। ବାବା ଆମର ଭିତରକୁ ଟିକନିକ ଦେଖିପାରନ୍ତି, ଆମର ଅତୀତକୁ ପଢ଼ିପାରନ୍ତି ଓ ଭବିଷ୍ୟତକୁ ଦେଖିପାରନ୍ତି। ଆମ ପ୍ରତ୍ୟେକଙ୍କୁ ସେ ଉତ୍ତମ ରୂପେ ଜାଣନ୍ତି। ଈଶ୍ୱରାଭିମୁଖେ ଅଗ୍ରସର କରାଇ ନ ଦେବା ପାଇଁ ସଂସାର ଆମକୁ ଯେଉଁ ସବୁ ଦୌଡ଼ିରେ ବାନ୍ଧି ରଖିଛି ତାହା ସେ ଜାଣନ୍ତି। ତଥାପି ସେ ଆମକୁ ପାଖକୁ ଟାଣି ନିଅନ୍ତି, ସ୍ନେହ କରନ୍ତି, ଆମକୁ ପରିପାଳନ କରନ୍ତି ଏବଂ ଆମକୁ ମୁକ୍ତ, ପୂର୍ଣ୍ଣ, ବନ୍ଧୁଭାବାପନ୍ନ ଓ ନିର୍ଭୟ କରନ୍ତି। ତାହା ହିଁ ବାବାଙ୍କ ପ୍ରେମର ପରିମାପକ। ଜୟ ସାଇରାମ।